ଏକ ମଧ୍ୟବିତ୍ତ ପରିବାରର ପିଲା ଆଶିଷ ଦେଖିବାକୁ ଭାରି ସୁନ୍ଦର। ରାଜାଘର ପୁଅ ପରି ଚେହେରା। ଉଚ୍ଚତା 5 ଫୁଟ 5 ଇଞ୍ଚ। ବୟସ ମାତ୍ର 21 ବର୍ଷ। ସ୍ୱାସ୍ଥ୍ୟ ବହୁତ ଭଲ, ହୃଷ୍ଟପୃଷ୍ଟ। ଆଶିଷକୁ ଦେଖିଲେ ଯେ କେହି ବି ଭାବିବ ଖାନଦାନୀ ଘରର ପିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ କଳାରେ ପିଜି କରୁଥିଲେ। ଆଶିଷକୁ କଲେଜରେ ସମସ୍ତେ ଭୟ କରୁଥିଲେ, କିନ୍ତୁ ଆଶିଷଙ୍କ ସ୍ୱଭାବ ଅତ୍ୟନ୍ତ ଶାନ୍ତ। କୌଣସି ପିଲାଙ୍କୁ ଖରାପ କଥା କହିବା କିମ୍ବା ଖରାପ ବ୍ୟବହାର ପ୍ରଦର୍ଶନ କରିବା କେହି କେବେ ଦେଖିନି। ଆଶିଷ ବହୁତ ସାହସୀ ଥିଲେ। କୌଣସି କାମ କରିବାକୁ ସେ ପଛଘୁଞ୍ଚା ଦେଉନଥିଲେ। ଆଶିଷଙ୍କର ପିଲାଦିନରୁ ଲକ୍ଷ୍ୟ ଥିଲା ପୋଲିସ ଅଫିସର ହେବେ। ଏଥିପାଇଁ ତାଙ୍କୁ ପରିବାରର ସମସ୍ତେ ପ୍ରେରଣା ଦେଉଥିଲେ। ତେଣୁ ଆଶିଷଙ୍କର ଇଚ୍ଛା ଥିଲା ପିଜି ସରିଲେ IPS ପରୀକ୍ଷା ଦେବେ। ଭୁବନେଶ୍ୱରର ସହରାଞ୍ଚଳରୁ 10 କିଲୋମିଟର ଦୂର ଏକ ଗାଁରେ ଜଣେ ଶିଳ୍ପୋଦ୍ୟୋଗୀ ରହୁଥିଲେ। ତାଙ୍କ ନାମ ଥିଲା ବିଶ୍ୱଜିତ ଦାସ। ବିଶ୍ୱଜିତ ବାବୁଙ୍କର 7ଟି ଝିଅ ଥିଲେ। ବହୁ ଦେବାଦେବୀଙ୍କ ପୂଜା ଆରାଧନା ହୋମଯଜ୍ଞ ପରେ ତାଙ୍କ କୋଳକୁ ଝିଅ 7ଟି ପରେ ପୁଅଟିଏ ବରଦାନ ସଦୃଶ ଜନ୍ମ ନେଇଥିଲା। ଦାସବାବୁଙ୍କର ଅମାପ ସମ୍ପତ୍ତି ଥିଲା ଏବଂ ଅପର୍ଯ୍ୟାପ୍ତ ଘର ଥିଲା, ହେଲେ ସେ କୌଣସି ଘର ଭଡ଼ାରେ ଲଗେଇ ନଥିଲେ। ସେ ତାଙ୍କ ଝିଅମାନଙ୍କୁ ବହୁତ ଭଲ ପାଆନ୍ତି, ହେଲେ ଏତେ ଓଷାବ୍ରତ ପରେ ଗୋଟିଏ ବୋଲି ପୁଅ ହୋଇଥିବାରୁ ସ୍ୱାମୀ ସ୍ତ୍ରୀଙ୍କର ପୁଅଠାରେ ଜୀବନ ଅଟକି ରହିଥିଲା। ଭଉଣୀମାନେ ବି କୁନି ଭାଇକୁ ନିଜଠାରୁ ଅଧିକ ଭଲ ପାଆନ୍ତି। ଧୀରେ ଧୀରେ ପୁଅଟି ବଡ଼ ହେଲା। ବିଶ୍ୱଜିତ ବାବୁ ପୁଅର ନାଁ ଦେଇଥିଲେ ଦେବୀପ୍ରସାଦ। ଲିକୁ 7 ବର୍ଷର ହେଇଗଲା। ଡଉଲ ଡାଉଲ ଚେହେରା, ଗୋଲ ଗୋଲ ଆଖି। ତାକୁ ଦଣ୍ଡେ ବି ପାଖରୁ କେହି ଅନ୍ତର କରନ୍ତି ନାହିଁ। ସେଦିନ ହୋଇଥିଲା ମଙ୍ଗଳବାର, ଆଉ ଲିକୁ ପାଇଁ ବିଶ୍ୱଜିତ ବାବୁ ସବୁଦିନ ପାଇଁ ପାଗଳ ହୋଇଗଲେ। ତାଙ୍କ ସ୍ତ୍ରୀ ବଞ୍ଚିଥାଉ ଥାଉ ଜୀବନ୍ତ ଶବ ପାଲଟିଗଲେ। ସମ୍ପୂର୍ଣ୍ଣ ପରିବାର ନଷ୍ଟଭ୍ରଷ୍ଟ ହୋଇଗଲା। ବିଶ୍ୱଜିତ ବାବୁଙ୍କ ଘରକୁ ଜଣେ କ୍ଷୀରବାଲା ଆସି ସବୁଦିନ ଲିକୁ ପାଇଁ କ୍ଷୀର ଦେଉଥାଏ। ଆଉ ସେଦିନ ଲିକୁକୁ ଏକୁଟିଆ ପାଇ ବିସ୍କୁଟ ପ୍ୟାକେଟ ଲିକୁକୁ ଧରାଇ ଚାରିଆଡ଼େ ଅନାଇଲା। ସମସ୍ତେ ଘର ଭିତରେ କାମରେ ବ୍ୟସ୍ତ ଥିଲେ। କ୍ଷୀରବାଲା ଏହାର ସୁଯୋଗ ନେଇ ଲିକୁକୁ ଫୁସୁଲେଇ ଗୋଟିଏ କୋଣକୁ ନେଇ ରୁମାଲ ଶୁଙ୍ଘେଇ ଦେଲା। ଅଚେତ ହୋଇଯାଇଥିଲା ଲିକୁ। ଆଉ କ୍ଷୀରବାଲା କାଳ ବିଳମ୍ବ ନ କରି ଲିକୁକୁ ଘର ପଛକୁ ଥିବା ଅରମାକୁ ନେଇ ଭୁସ୍ କରି ତା ତଣ୍ଟି କାଟିଦେଇ ଲିକୁର ଘଣ୍ଟିକାକୁ କାଟି ଗୋଟେ ଡବାରେ ରଖିଦେଲା ଏବଂ ରକ୍ତ ଜୁଡୁବୁଡୁ ଲିକୁର ଶରୀରକୁ ତରବର ହୋଇ ଏକ ଅଖାରେ ଭର୍ତ୍ତି କରି ଅଖା ମୁହଁ ବାନ୍ଧି ସେଇଠାରେ ପକାଇ ପଳାଇଲା। ସେତେବେଳକୁ ଅଧଘଣ୍ଟାଏ ବିତି ଯାଇଥିଲା। ଦାସବାବୁଙ୍କ ସ୍ତ୍ରୀ ଲିକୁକୁ ଖାଇବାକୁ ଡାକିଲେ, କିନ୍ତୁ ଖୋଜି ଖୋଜି ଲିକୁକୁ କେଉଁଠି ପାଇଲେନି। ଘରର ସମସ୍ତେ ପାଗଳଙ୍କ ପରି ଲିକୁକୁ ଚାରିଆଡ଼େ ଖୋଜି ଖୋଜି ପାଇଲେନି। ଶେଷରେ ପୋଲିସରେ FIR କଲେ ବିଶ୍ୱଜିତ ବାବୁ। କାହାର ବି ନଜର ଗଲାନି ଘର ପଛରେ ଅଖାରେ ବନ୍ଧା ହୋଇ ପଡ଼ିଥିବା ଲିକୁର ଶରୀରକୁ। ଘର ସାରା କାନ୍ଦି କାନ୍ଦି ସମସ୍ତେ ବେହୋସ ହୋଇଯାଇଥାନ୍ତି। ସେଦିନ ଆଶିଷ କୌଣସି କାରଣରୁ ତାଙ୍କ ସାଙ୍ଗ ସହିତ ବିଶ୍ୱଜିତ ବାବୁଙ୍କ ପାଖକୁ ଆସିଥିଲା। ଆଶିଷ ଆସି ପହଞ୍ଚିଲା ବେଳକୁ ବିଶ୍ୱଜିତ ବାବୁଙ୍କ ଘରେ ପୋଲିସ ଆସି ପହଞ୍ଚି ଯାଇଥିଲା। SP ନିଜେ ଆସିଥିଲେ ବିଶ୍ୱଜିତ ବାବୁଙ୍କ ଶଳା ହୋଇଥିବାରୁ। ଲିକୁର ମମି IICଙ୍କୁ ସବୁ କଥା କହିବା ସମୟରେ ହଠାତ୍ ଆଶିଷ ପଚାରିଲେ, ଆପଣଙ୍କ ଘରକୁ ଆଜି କିଏ ସବୁ ଆସିଥିଲେ? ବିଶ୍ୱଜିତ ବାବୁଙ୍କ ସ୍ତ୍ରୀ କହିଲେ, କେହି ଆସିନଥିଲା, ଖାଲି କ୍ଷୀରବାଲା ଆସିଥିଲା। ଆଶିଷ ପୁଣି ପଚାରିଲେ, କ୍ଷୀରବାଲା ଯିବାବେଳେ ପୁଅ କେଉଁଠି ଥିଲା? କ୍ଷୀରବାଲା ଯିବା ପରେ ଆପଣ ପୁଅକୁ ଆଉ ଦେଖିଥିଲେ? ଆଶିଷଙ୍କ ଏଭଳି ପ୍ରଶ୍ନରେ SP ତାଙ୍କୁ ଆଶ୍ଚର୍ଯ୍ୟର ସହ ଚାହିଁଥାନ୍ତି। ତାଙ୍କ ସାଙ୍ଗ ଆଶିଷକୁ ବାରଣ କରୁଥାନ୍ତି, ଏ ବିଷୟରେ ସାର୍ ଅଛନ୍ତି, ବୁଝିବେ। ହଠାତ୍ SPଙ୍କୁ ଆଶିଷ କହିଥିଲେ, ସାର୍ କ୍ଷମା କରନ୍ତୁ, କିନ୍ତୁ ଯଦି ମୋ ନିଜର କେହି ହୋଇଥାନ୍ତା ତେବେ କ'ଣ ମୁଁ ଚୁପ୍ ବସିଥାନ୍ତି? ସାର୍, ଆପଣ ଯଦି କିଛି ନ ଭାବନ୍ତି ମୁଁ ଆପଣଙ୍କୁ କୋଅପରେଟ୍ କରିପାରେ କି? ଏଇ କେସ୍ର
ଇନଭେଷ୍ଟିଗେସନରେ ଆଶିଷଙ୍କର ସାହସିକତା ଏବଂ ନିର୍ଭୀକତା ଦେଖି ଏସପି କହିଲେ, ୟେସ୍ ଜେଣ୍ଟଲମ୍ୟାନ୍, ହ୍ୱାଇ ନଟ୍। ଆଶିଷ ଖୁସି ହୋଇଯାଇଥିଲେ ଏବଂ ପୁନଃ ପ୍ରଶ୍ନ କରିଥିଲେ ଲିକୁ ବିଷୟରେ, ତା ପରିବାର ସଦସ୍ୟଙ୍କୁ। ଲିକୁ ସାନ ଭଉଣୀ କହିଲା, କ୍ଷୀରବାଲା କ୍ଷୀର ଦେବାକୁ ଆସିଥିଲା ବେଳେ ଲିକୁ ଘରେ ଖେଳୁଥିଲା, କିନ୍ତୁ ତା ପରଠୁ ମୁଁ ତାକୁ ଦେଖିନି। ଏହାପରେ ଆଶିଷ ସହ ପୋଲିସ କର୍ମଚାରୀ ଲିକୁକୁ ଖୋଜିବାକୁ ଲାଗିଲେ। ଆଶିଷ କିନ୍ତୁ ବାହାରେ ଖୋଜୁ ଖୋଜୁ ଘର ପଛକୁ ପଳାଇଲେ ଏବଂ ଅରମା ଭିତରେ ପଡ଼ିଥିବା ରକ୍ତ ଚୁଡ଼ୁପୁଡ଼ୁ ଅଖା ଉପରେ ତାଙ୍କର ଆଖି ପଡ଼ିଗଲା। ସେ ସେଥିରେ ହାତ ନ ମାରି ପୋଲିସକୁ ଜଣାଇଲେ। ଅଖା ଖୋଲିବା ପରେ ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ। ଲିକୁର ରକ୍ତ ଜୁଡ଼ୁବୁଡ଼ୁ ଶବକୁ ଦେଖି। ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଲିକୁକୁ। କେଡ଼େ ନିର୍ଦ୍ଦୟୀ ସେ, ନିଷ୍ପାପ ଶିଶୁଟିକୁ ଏମିତି ମାରିଦେଇଛି। ଲିକୁର ମୃତ ଶରୀର ଦେଖି ବେହୋସ ହୋଇଗଲେ ତା ମମି ଆଉ ବିଶ୍ୱଜିତ ବାବୁ ପାଗଳ ପରି କାନ୍ଦିବାକୁ ଲାଗିଲେ। ଲିକୁର ମୁହଁରେ କନାବିଣ୍ଡି ମଡ଼ା ହୋଇଛି। ବେକ କଟାଯାଇ ତଣ୍ଟି ପାଖରେ ବଡ଼ ଗାଡ଼ ହୋଇଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ଲିକୁ ପଡ଼ିଥିଲା ନିସ୍ତେଜ ହୋଇ। ଧୀରେ ଧୀରେ ଜନଗହଳି ଜମିଗଲା। ସମସ୍ତେ ବିଶ୍ୱଜିତ ବାବୁଙ୍କ ପରିବାରକୁ ସାନ୍ତ୍ୱନା ଦେଉଥାନ୍ତି। ଏସପି ତୁରନ୍ତ ନିର୍ଦ୍ଦେଶ ଦେଲେ କ୍ଷୀରବାଲାକୁ ଆରେଷ୍ଟ କରିବାକୁ। ହେଲେ କ୍ଷୀରବାଲା ତା ବସାରେ ନଥିଲା, ତେଣୁ ସମସ୍ତଙ୍କର ସନ୍ଦେହ ତା ଉପରେ ଘନୀଭୂତ ହୋଇଗଲା। ସମଗ୍ର ପୋଲିସ ଡିପାର୍ଟମେଣ୍ଟରେ ଚହଳ ପଡ଼ିଗଲା। ସାଙ୍ଗେ ସାଙ୍ଗେ କ୍ଷୀରବାଲାର ପ୍ରକୃତ ଘର ଠିକଣା ଖୋଜି ବାହାର କରିଲେ। ତାର ଘର ଥିଲା ସମ୍ବଲପୁର। ଲିକୁର ଏଭଳି ଅବସ୍ଥା ଦେଖି ସମସ୍ତେ ଯେମିତି ମୁଖ ପାଲଟି ଯାଇଥିଲେ। ଯିଏ ଦେଖିଲା ମୁଣ୍ଡରେ ହାତ ଦେଲା। ଏଡ଼ିକି ଟିକିଏ ଗୁଲୁଗୁଲିଆ ଛୁଆ, କ୍ଷୀରବାଲାର କ'ଣ ଦୋଷ କରିଥିଲା ଯେ ଏମିତି ଖିନଭିନ କଲା ପରି ମାରିଦେଲା? ଏଡ଼େ ନୃଶଂସ, ତା ମନରେ ଟିକେ ଦୟା ଆସିଲାନି? ନିଜର ଏକମାତ୍ର ଭଣଜାର ଏପରି ମୃତ୍ୟୁ ଦେଖି ଏସପିଙ୍କ ପାଦ ତଳୁ ମାଟି ଖସି ପଡ଼ିଲା। ହେଲେ ନିଜ ମନର କଷ୍ଟକୁ ଆୟତ୍ତ କରି ବୁଝାଇବାକୁ ଉଠାଇଥିଲେ ନିଜ ଭଉଣୀକୁ। ହେଲେ ହେଲେ ଏ କ'ଣ? ସବୁକିଛି ଉଚ୍ଛନ୍ନ ହୋଇଯାଇଥିଲା। ପରିବାର ଉପରେ ଯେପରି ଭାବରେ କାହାର ନଜର ଲାଗିଗଲା। ନଥିଲେ ଆଉ ଲିକୁର ମମି ଏ ଦୁନିଆରେ। ବେହୋସ ହୋଇଗଲା ପରେ ପୁଅର ମୃତ୍ୟୁରେ ହାର୍ଟ ଆଟାକ୍ ହୋଇଯାଇଥିଲା ତାଙ୍କର। ଆଉ ଚାଲିଗଲା ଆଉ ଏକ ଜୀବନ। ବିଶ୍ୱଜିତ ବାବୁଙ୍କୁ ଆଉ ଏକ ଝଟକା ଲାଗିଥିଲା। ପାଗଳ ପ୍ରାୟ ହୋଇ ସେ ମୂକ ପାଲଟିଗଲେ। ଝିଅମାନେ ତାଙ୍କର ଭାଇ ଓ ମା'କୁ ହରାଇବା ପରେ ବାପାଙ୍କର ଏପରି ଅବସ୍ଥା ଦେଖି ମାମୁଁଙ୍କୁ ଧରି କାନ୍ଦି ପକାଇଲେ ଏବଂ କହିଲେ, ମାମୁଁ, ଠାକୁରଙ୍କର ଆମେ କି ଦୋଷ କରିଥିଲୁ? କାହିଁକି ଠାକୁର ଆମକୁ ଏତେ ବଡ଼ ଦଣ୍ଡ ଦେଲେ? ଆମକୁ କାହିଁକି ସେ କ୍ଷୀରବାଲା ମାରି ନ ଦେଲା କ'ଣ ଏଇ ଦିନ ଦେଖିବାକୁ? ମାମୁଁ, ଆମେ କୁନି ଭାଇର ଏମିତି ମୃତ୍ୟୁ ଦେଖିବା ପୂର୍ବରୁ ଆମେ ମରି ନଗଲୁ କାହିଁକି? ଏସପି ମଧ୍ୟ ସ୍ଥାଣୁ ପାଲଟିଗଲେ। କୋମଳମତୀ ଭାଣିଜୀମାନଙ୍କୁ କି ଉତ୍ତର ଦେବେ? ତଥାପି ପିଲାମାନଙ୍କୁ କୋଳକୁ ନେଇ ସାନ୍ତ୍ୱନା ଦେଇ ବିଶ୍ୱଜିତ ବାବୁଙ୍କୁ ହସ୍ପିଟାଲ ପଠାଇଥିଲେ। କ୍ଷୀରବାଲାର ଘର ସମ୍ବଲପୁର ହୋଇଥିବାରୁ ସେ ଡିଜିପିଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ସାହାଯ୍ୟ ମାଗିଥିଲେ। ଆଶିଷ ଧ୍ୟାନ ସହ ଚିନ୍ତା କଲେ। ଆଉ 2 ଦିନ ପରେ ସମ୍ବଲପୁରର ଏକ ଗ୍ରାମରେ ନିକଟସ୍ଥ କାଳୀ ମନ୍ଦିରର ଉତ୍ସବ ଆଉ 2 ଦିନ ରହିଲା। ଏହି ଦିନ ଭକ୍ତମାନେ ନିଜର ମାନସିକ ପୂରଣ କରିବା ନିମନ୍ତେ ବୋଦା ବଳି ପକାନ୍ତି। କିଛି ତନ୍ତ୍ର ସାଧକମାନେ ଏଠାକୁ ଆସିଥାନ୍ତି। ହୁଏତ କ୍ଷୀରବାଲା କୌଣସି ତନ୍ତ୍ର ସାଧକ କଥାରେ ଏପରି କରିଥାଇପାରେ। ଆଉ ଯଦି ତାଙ୍କ ଅନୁମାନ ସତ ହୁଏ, ତେବେ କ୍ଷୀରବାଲା ନିଶ୍ଚିନ୍ତ ଭାବରେ ସେଠାକୁ ଯିବ। ଆଶିଷ ନିଜେ ସମ୍ବଲପୁରର ପିଲା ହୋଇଥିବାରୁ ସେ ଡିଜିଙ୍କୁ ସବୁ କଥା କହିବା ପରେ ଅନୁରୋଧ କରିଥିଲେ, ସାର୍, ଆପଣଙ୍କୁ ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଆପଣ ଆପଣଙ୍କର ଇନଭେଷ୍ଟିଗେସନ କରନ୍ତୁ। କିନ୍ତୁ ଆପଣ ଦୟାକରି ଯଦି ମୋ ଉପରେ ଭରସା କରି ଆପଣଙ୍କ ଡିପାର୍ଟମେଣ୍ଟର 3-4 ଜଣ ଷ୍ଟାଫଙ୍କୁ ମୋ ସହ ଯିବାକୁ ଅନୁମତି ପ୍ରଦାନ କରିବେ, ତେବେ ମୁଁ ଭାବୁଛି ନିଶ୍ଚିନ୍ତ କିଛି ସଫଳତା ମିଳିବ।
ଡିଜିପିଙ୍କୁ କିଛି ଭାବିବାର ଦେଖି ଆଶିଷ ବିନମ୍ର ନିବେଦନ କରି କହିଲେ, ସାର୍, ପବ୍ଲିକ୍ ପାଇଁ ପୋଲିସ ଆଉ ପବ୍ଲିକର ବଡ଼ ଧର୍ମ ସଙ୍କଟରେ ପୋଲିସର ସାହାଯ୍ୟ ନେବା ସହ ସାହାଯ୍ୟର ହାତ ବଢ଼ାଇବା। ସାର୍, ପବ୍ଲିକ୍ ଆପଣଙ୍କୁ କିଛି ସାହାଯ୍ୟ କଲେ ଆଇନ ଭଙ୍ଗ ହେବନି। ସାର୍, ମୋ ଉପରେ ଭରସା ରଖନ୍ତୁ। ମୁଁ ଆପଣଙ୍କ ସହିତ ଥଟ୍ଟା ମଜା କରୁନାହିଁ। ମୁଁ ଭାବୁଛି କେସ୍ ସଲ୍ଭ ହୋଇଯିବ। ସାର୍, ମୋର ଆପଣଙ୍କୁ ରିକ୍ୱେଷ୍ଟ କରିବାର କାରଣ ମୋ ଘର ସମ୍ବଲପୁର। ମୁଁ ଏମିତି ଅନେକ ଘଟଣା ସହ ପରିଚିତ। ମୋ ମନ କହୁଛି ସେ ନିଶ୍ଚିନ୍ତ ସେଠାକୁ ଯିବ। ଆଶିଷଙ୍କ କଥାର ସତ୍ୟତାର ସୂତାଖିଅ ଦୃଷ୍ଟିଗୋଚର ହେବା ପରି ଡିଜିପି ତାଙ୍କ ଡିପାର୍ଟମେଣ୍ଟର 4 ଜଣ ଷ୍ଟାଫଙ୍କୁ ଏବଂ ଉକ୍ତ ଏରିଆ ଥାନା ଇନଚାର୍ଜକୁ ପୋଲିସ ଭ୍ୟାନରେ ଆଶିଷ ସହ ପଠାଇଲେ ଏବଂ ନିଜେ କଟକ ଭୁବନେଶ୍ୱରରେ ଛାନଭିନ୍ ଦାୟିତ୍ୱ ନେଲେ। ସମସ୍ତ ରାସ୍ତାଘାଟ ବସ୍ଷ୍ଟାଣ୍ଡ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଲେ। ଏସ୍ପିଙ୍କ ଭଣଜା ହୋଇଥିବାରୁ ଏହା ସମଗ୍ର ପୋଲିସ ଡିପାର୍ଟମେଣ୍ଟ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଆଶିଷ ଆଉ ତିଳେ ମାତ୍ର ଡେରି ନ କରି ବାହାରି ପଡ଼ିଲେ ସମ୍ବଲପୁର ଅଭିମୁଖେ। ତା ସାଙ୍ଗ ଭୁବନେଶ୍ୱର ଫେରିଗଲେ। ସମୟ ପାଖାପାଖି ସନ୍ଧ୍ୟା ହୋଇଯାଇଥିଲା। ଏସ୍ପି ପିଲାମାନଙ୍କୁ ସାନ୍ତ୍ୱନା ଦେଉଥିଲେ। ଲିକୁର ଶବକୁ ଯତ୍ନର ସହିତ ରଖାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ଏବଂ ବିଶ୍ୱଜିତ ବାବୁଙ୍କ ସ୍ତ୍ରୀଙ୍କର ମଧ୍ୟ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା। ଆଶିଷ ତା ପରଦିନ ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ନିକଟସ୍ଥ ସମସ୍ତ ପୋଲିସ ଷ୍ଟେସନରେ ଯୋଗାଯୋଗ କରିଥିଲେ। ଡିଜିପି ମଧ୍ୟ ସମ୍ବଲପୁରର ପୋଲିସ ଡିପାର୍ଟମେଣ୍ଟକୁ ଫୋନ୍ କରି ସମସ୍ତ ଘଟଣା ଜଣାଇବା ସହ ଏ କ୍ଷେତ୍ରରେ ସାହାଯ୍ୟ ଭିକ୍ଷା କରିଥିଲେ। ତେଣୁ ସମ୍ବଲପୁରର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଗଲା ନିକଟସ୍ଥ ବସ୍ଷ୍ଟାଣ୍ଡ ସହ ସନ୍ଦିଗ୍ଧ ଏରିଆ ମାନଙ୍କରେ। ହେଲେ କ୍ଷୀରବାଲାର ପତ୍ତା ମିଳିଲାନି। ଆଶିଷ ଆଉ ଡେରି ନ କରି ସନ୍ଦେହ କରୁଥିବା କାଳୀମନ୍ଦିର ଅଭିମୁଖେ ବାହାରି ପଡ଼ିଲେ। ପ୍ରତ୍ୟେକ ଗଳିକନ୍ଦି ରାସ୍ତା ଉପରେ ଆଶିଷ ନଜର ପକାଇ ଚାଲିଥାନ୍ତି। ହଠାତ୍ ତାଙ୍କର ମନକୁ କିଛି ଆସିବା ପରେ ସେ ନଦୀ ଉପକୂଳେ ଗାଡ଼ି ନେବାକୁ ରିକ୍ୱେଷ୍ଟ କଲେ। ସେତେବେଳକୁ ସମୟ ପାଖାପାଖି 2:30 ବାଜି ସାରିଥାଏ। ନିଛାଟିଆ ଜାଗା, ଦିନରେ ଗଲେ ମଧ୍ୟ ଭୟ ଲାଗିବ। କେବଳ ପକ୍ଷୀମାନଙ୍କର ଚେଁଚାଁ କିଚିରିମିଚିରି ଶବ୍ଦ ଆଉ ନଦୀର କଳକଳ ସ୍ୱର ଶୁଭୁଥାଏ। ଚାରିଆଡ଼େ ଜନଶୂନ୍ୟ। ପରିବେଶର ସବୁ ସୁନ୍ଦର ଦୃଶ୍ୟମାନଙ୍କୁ ପଛରେ ପକାଇ ଗାଡ଼ି ମାଡ଼ି ଚାଲିଥାଏ ତାର ଲକ୍ଷ୍ୟ ପଥରେ। ଆଶିଷଙ୍କର ନଜର କିନ୍ତୁ ଚାରିଆଡ଼େ ବୁଲୁଥାଏ। ହଠାତ୍ ଆଶିଷଙ୍କର ନଜର ପଡ଼ିଲା ପୋଲିସ ଭ୍ୟାନର ସାଇରନ୍ ଶୁଣି କେହି ଜଣେ ଧଳା ବସ୍ତ୍ରରେ ଘୋଡ଼େଇ ହୋଇ ଦୌଡ଼ୁଥିବାର। ଆଶିଷ ଥାନା ଇନଚାର୍ଜକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଗାଡ଼ି ଅଟକିବା ମାତ୍ରକେ ସମସ୍ତଙ୍କ ସହ ଆଶିଷ ଗୋଡ଼ାଇଲେ ସେ ଧଳା ବସ୍ତ୍ର ପିନ୍ଧା ମଣିଷକୁ। କିଛି ବାଟ ଯିବା ପରେ ଆଶିଷ ଧରିନେଲେ ସେ ଲୋକଟିକୁ। ଧଳା ଧୋତି ଖଣ୍ଡକ ତା ଦେହରୁ କାଢ଼ି ଫିଙ୍ଗିଦେଲେ। ତା ମନରେ ଲୋକଟି ପ୍ରତି ଅନେକ ସନ୍ଦେହ ଜାତ ହେଲା। ସେ ଲୋକଟିକୁ ଏପରି ଦୌଡ଼ିଥିବାର କାରଣ ପଚାରିବାରୁ ସେ ଥଙ୍ଗେଇ ଥଙ୍ଗେଇ 2-3 ପ୍ରକାର କଥା କହିବାକୁ ଆଶିଷଙ୍କ ସନ୍ଦେହ ଆହୁରି ଘନୀଭୂତ ହେଲା। ଆଶିଷ ଦୃଢ଼ ନିଶ୍ଚିନ୍ତ ହୋଇଗଲେ ଯେ ସେ ପ୍ରକୃତ ଆସାମୀକୁ ଧରିଛନ୍ତି। ହେଲେ ସେ ଆଇନକୁ ନିଜ ହାତକୁ ନେବାକୁ ଚାହୁଁନଥିଲେ। ତେଣୁ ପୋଲିସ ହାତରେ ଧରେଇ ଦେଇଥିଲେ। ଥାନା ଇନଚାର୍ଜ ତାକୁ ଜେରା କରିବା ଆରମ୍ଭ କରିଦେଲା ପରେ ଅନୁଧ୍ୟାନ କରିଥିଲେ ଯେ ଲୋକଟି ଭୟରେ ଥରୁଛି। ତେଣୁ ସେ ତୁରନ୍ତ ଲୋକଟିକୁ ଧରି ଗାଡ଼ିରେ ବସାଇ ନିକଟସ୍ଥ ଥାନାରେ ଇନଫର୍ମ କରି ପୁଣି ଭୁବନେଶ୍ୱର ଫେରିଥିଲେ। ବାଟସାରା ଯାହା ପଚାରିଲେ ସେ କେବଳ ଭୁଆଁ ବୁଲେଇବା ପରି କଥା କହୁଥାଏ। ଭୁବନେଶ୍ୱର ଫେରିବା ପରେ ତାକୁ ତଲାସ କରିବା ପରେ ତା ପାଖରେ 2ଟି ଧୋତି, ଗୋଟିଏ ଗାମୁଛା ଆଉ ଗୋଟିଏ ଛୋଟ ଡବା ଥିଲା। ଥାନା ଇନଚାର୍ଜ ସେ ଡବା ଛଡ଼ାଇବାରୁ ସେ ଦେଉନଥିଲା ଆଉ ଏଥିରେ ତାର କିଛି ଔଷଧ ଥିବା କଥା କହୁଥିଲା ତ କେତେବେଳେ ପାନ ଅଛି ଇତ୍ୟାଦି କହି ଡବା ଦେଉନଥାଏ। ଏସ୍ପିଙ୍କ ନିର୍ଦ୍ଦେଶରେ ତାଠାରୁ ଜୋର କରି ଡବା ଛଡ଼ାଇ ନେବା ପରେ ସେଥିରେ ଥିଲା ରକ୍ତ ଲାଗିଥିବା ମାଂସ ପିଣ୍ଡୁଳା। ସେ ତତ୍କ୍ଷଣାତ୍ ପଚାରିଲେ, ଏଇଟା କ'ଣ? ପ୍ରଥମେ ସତ କହୁନଥିବା ଲୋକଟି
ପରେ ସ୍ୱୀକାର କରିଥିଲା ଯେ ଏହା ଗୋଟିଏ ଛୋଟ ପିଲାର ଘଣ୍ଟିକା। ତାପରେ ସେ ସବୁ ସତ କଥା ମାନି ଯାଇଥିଲା। କହିଲା, ମୁଁ ଜଣେ କ୍ଷୀର ବେପାରୀ। ଭୁବନେଶ୍ୱରର କିଛି ଅଞ୍ଚଳରେ ବେପାର କରେ। ମୁଁ ମଙ୍ଗଳବାର ଦିନ କ୍ଷୀର ଦେବାକୁ ଯାଇ ବିଶିଷ୍ଟ ଶିଳ୍ପପତି ବିଶ୍ୱଜିତ ବାବୁଙ୍କର ଏକମାତ୍ର ପୁଅକୁ ଏକା ପାଇ ତାକୁ ମାରି ଦେଇଥିଲେ। ଏହାର କାରଣ ପଚାରିବାରୁ ସେ ଆରମ୍ଭ କଲା ସମସ୍ତ ଘଟଣା। ମୁଁ ଜଣେ କ୍ଷୀର ବେପାରୀ। ମୋର ପ୍ରକୃତ ଘର ସମ୍ବଲପୁର। ପାଠ ସାଠ ବେଶୀ ନ ପଢ଼ିଥିଲେ ବି 10ମ ଶ୍ରେଣୀ ଯାଏ ଯାଇଛି। ବାହାସାହା ହେଲି। ଧୀରେ ଧୀରେ ଆର୍ଥିକ ଅନାଟନ ବଢ଼ିଗଲା। ତେଣୁ 4-5 ବର୍ଷ ହେବ ଭୁବନେଶ୍ୱର ଚାଲି ଆସିଲି ଏବଂ ଏଠାରେ କିଛି ଗାଈ କିଣି କ୍ଷୀର ବେପାର କଲି। ମୁଁ ପ୍ରତିଦିନ ବିଶ୍ୱଜିତ ବାବୁଙ୍କର ଏରିଆରେ କ୍ଷୀର ଦେଇଯାଏ। ମୋ ବାହାଘରକୁ 15 ବର୍ଷ ହୋଇଯାଇଥିଲା, ହେଲେ ମୋର ପିଲାଛୁଆ ହେଉନଥିଲା। ଏଥିରେ ଆମେ ସ୍ୱାମୀ ସ୍ତ୍ରୀ କେତେଜଣ ମାନସିକ ଓଷାବ୍ରତ କରି ମଧ୍ୟ ସୁଫଳ ପାଇଲୁନି। ମୋ ସ୍ତ୍ରୀକୁ ମୋ ଘର ଲୋକେ ଯେତେବେଳେ ଦେଖାହେଲେ ବାଞ୍ଝ କହିଲେ, ନାନା ପ୍ରକାର କଥା କହିଲେ। ଦିନକୁ ଦିନ ଆମେ ଭାଙ୍ଗି ପଡ଼ିଲୁ। ଖାଇ ପିଇ ବଞ୍ଚିବା ଛଡ଼ା ଆଉ କିଛି ସୁଖ ଶାନ୍ତି ନଥିଲା। ପ୍ରାୟ 6 ମାସ ତଳେ ଆମେ ଯାଇଥିଲୁ ଗାଁକୁ। ଆମ ଘରେ ସମସ୍ତେ କହିଲେ, ଜଣେ ତାନ୍ତ୍ରିକ ବାବା ଆସିଛନ୍ତି ଗାଁରେ ଥିବା କାଳୀ ମନ୍ଦିରକୁ। ସେ ସମସ୍ତଙ୍କର ମନୋବାଞ୍ଛା ପୂରଣ କରୁଛନ୍ତି। ଏ କଥା ଶୁଣି ମୁଁ ସପତ୍ନୀକ ତାଙ୍କ ପାଖକୁ ଯାଇ ଦୁଃଖ ଜଣାଇଲୁ। ସେ ଆମକୁ ଆଶାର କିରଣ ଦେଖାଇ କହିଲେ, ହଁ, ତୁମର ଖୁବ୍ ଶୀଘ୍ର ପୁତ୍ର ସନ୍ତାନ ଜନ୍ମ ହେବ। ଭାରି ଖୁସି ହୋଇଯାଇଥିଲୁ ଆମେ। କିନ୍ତୁ ଏହାପରେ ସେ ଆମକୁ ଏମିତି ଏକ ଅଜବ କଥା କହିଲେ, ଯାହା ଶୁଣି ଆମ ପାଦ ତଳୁ ମାଟି ଖସି ପଡ଼ିଥିଲା। ସେ କହିଲେ, ମା କାଳୀଙ୍କର ଉତ୍ସବ ଆଉ ଅଳ୍ପ କିଛି ମାସ ରହିଲା। ଏହା ପୂର୍ବରୁ ତୁମେ ଏକା ଶିଶୁପୁତ୍ର ଯୋଗାଡ଼ କର, ଯାହାର ବୟସ 10 ବର୍ଷରୁ ଅଧିକ ହୋଇନଥିବ, ଆଉ ସେ 7 ଭଉଣୀର ଏକମାତ୍ର ପୁଅ ଥିବ। ଯଦି ସେ ବାଳକର ଘଣ୍ଟିକା ଆଣି ମୋତେ ଦେବୁ, ତେବେ ମୁଁ ମନ୍ଦିରଠାରୁ ଅଳ୍ପ ଦୂରରେ ପୂଜାପାଠ କରି ମା'ଙ୍କୁ ଶାନ୍ତି କରାଇବି, ଆଉ ତୋର ପୁତ୍ରଟିଏ ହେବ। ତୁ ପୁତ୍ରମୁଖ ଦର୍ଶନ କରିବୁ। ସେ ତାନ୍ତ୍ରିକ କଥା ଶୁଣି ଆମେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଅନେଇଲୁ। ଆମକୁ ତା କଥା ଭଲ ନ ଲାଗିବାରୁ ଆମେ ସେଠାରୁ ପଳେଇଲୁ। ମୋ ସ୍ତ୍ରୀ ମୋତେ ମନା କରି କହିଲା, ନା, ଆମର ଛୁଆ ଦରକାର ନାହିଁ। ନିଜ ଖୁସି ପାଇଁ ଆଉ କାହା ଛୁଆକୁ ମାରିବା ଥାଉ, ଭାଗ୍ୟରେ ଯାହା ଥିବ। କିନ୍ତୁ ଆମ ଘର ଲୋକେ ଆମକୁ ବାର କଥା କହୁଥିଲେ। କହିଲେ, ଆଉ କ'ଣ ଏ ବଂଶ ନିଅଂଶ ହେଇଯିବ? ଏ ବାଞ୍ଝକୁ ଘରୁ ବାହାର କରିଦେଲେ ସବୁ ଠିକ୍ ହେଇଯିବ। ମୁଁ ସେଦିନ ରାତିସାରା ମୋ ସ୍ତ୍ରୀକୁ କାନ୍ଦିବା ଦେଖି ଶୋଇପାରିଲିନି। ମୋ ମୁଣ୍ଡକୁ ଲିକୁ କଥା ବାରମ୍ବାର ଆସିଲା। ସନ୍ତାନ ଲୋଭରେ ମୋ ସ୍ତ୍ରୀକୁ କିଛି ଦିନ ପାଇଁ ତା ବାପ ଘରେ ଛାଡ଼ି ଏକୁଟିଆ ଷଡ଼ଯନ୍ତ୍ର କରିବା ଲକ୍ଷ୍ୟରେ ଭୁବନେଶ୍ୱର ଆସିଲି। ଏହା ପୂର୍ବରୁ ତାନ୍ତ୍ରିକ ସହ ଯୋଗାଯୋଗ କଲି। ଏଠାରେ ଆସିବା ପରଠାରୁ ସବୁଦିନ ସୁଯୋଗ ଖୋଜୁଥିଲି, ହେଲେ ସୁଯୋଗ ମିଳୁନଥିଲା। ସେଦିନ ଲିକୁକୁ ଏକୁଟିଆ ପାଇ ବିସ୍କୁଟ ପ୍ୟାକେଟ ଧରେଇ ଅଚେତ କରି ନେଇଗଲି ଘର ପଛକୁ, ଆଉ ଲିକୁକୁ କ୍ଷୀରବାଲାଠାରୁ ସବୁ କଥା ପ୍ରମାଣ ପାଇ ତାକୁ କୋର୍ଟ ଚାଲାଣ କରାଗଲା। ସହର ସାରା ଖବର ପ୍ରଚାରିତ ହୋଇଗଲା। ଏଭଳି ନୃଶଂସ ଆସାମୀ ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲେଇ ଆସି ଫାଶୀଦଣ୍ଡ ଦେବାକୁ ଦାବି କଲେ, ଆଉ ତାକୁ ଖୁବ୍ ଶୀଘ୍ର ଫାଶୀଦଣ୍ଡାଦେଶ ଦିଆଗଲା ମଧ୍ୟ ଏବଂ ତାନ୍ତ୍ରିକକୁ ଆରେଷ୍ଟ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା। ବିଶ୍ୱଜିତ ବାବୁ ଟିକେ ସୁସ୍ଥ ହୋଇଯାଇଥିଲେ ବି ତାଙ୍କ ମନରେ ଟିକେ ଶାନ୍ତି ନଥିଲା। କେବଳ ଝିଅମାନଙ୍କୁ ଚାହିଁ ବାକି ଜୀବନ କାଟିବା କଥା। ଆଶିଷକୁ ତାଙ୍କର ଏତେ ବଡ଼ ସାହସିକତା ଓ ସାହାଯ୍ୟ ପାଇଁ ପୋଲିସ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା ଏବଂ ସବ୍ଇନ୍ସପେକ୍ଟର ପୋଷ୍ଟରେ ଚାକିରି ଦିଆଯାଇଥିଲା। ଆଶିଷଙ୍କର ସବୁ ସ୍ୱପ୍ନ ସାକାର ହୋଇଥିଲା, ହେଲେ ସେ ତାଙ୍କ ଜୀବନରେ ଏମିତି ଘଟଣା ଭୁଲି ପାରିନଥିଲେ କେବେ। ହେଲେ ଅନ୍ଧବିଶ୍ୱାସର ପରିଣତି ସ୍ୱରୂପ ଗୋଟିଏ ଫୁଟୁଥିବା ଫୁଲ ଅଚିରେ ଝରିଯାଇଥିଲା ବିନା କାରଣରେ। ଅନ୍ଧବିଶ୍ୱାସୀ ମଣିଷଟି ଯେ କେତେ କ୍ଷତି କରିଦେଲା ବିଶ୍ୱଜିତ ବାବୁଙ୍କର, ଏହା କେବେ କେହି ଭୁଲି ପାରିଲେ ନାହିଁ। ଅନ୍ଧବିଶ୍ୱାସର ପରିଣାମ ସବୁବେଳେ ଭୟଙ୍କର। କେତେ ଯେ ଏହା ସମସ୍ତଙ୍କ କଳ୍ପନା ବାହାରେ।